ଗ୍ରହରେ ସୃଷ୍ଟି ହେବା ପାଇଁ ଯାଉଛି ଏକ ଦୁର୍ଲଭ ସଂଯୋଗ, ଯାହାକି ଏହି ସବୁ ରାଶିଧାରୀ ବ୍ୟକ୍ତିବିଶେଷମାନେ ହେବା ପାଇଁ ଯାଉଛନ୍ତି ମହାଭାଗ୍ୟଶାଳୀ। ସ୍ୱୟଂ ମା ଲକ୍ଷ୍ମୀ ଧନର ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଏହିସବୁ ରାଶିଧାରୀ ବ୍ୟକ୍ତିବିଶେଷଙ୍କ ଭାଗ୍ୟ ଫିଟିବା ପାଇଁ ଯାଉଛି, ଭାଗ୍ୟ ଉଜ୍ଜଳମୟ ହେବା ପାଇଁ ଯାଉଛି, ଭାଗ୍ୟରେ ବଡ଼ ପରିବର୍ତ୍ତନ ଘଟିବା ସହିତ ଭାଗ୍ୟ ସୁନା ଭଳି ଚମକିବା ପାଇଁ ଯାଉଛି ଧନର ଦେବୀ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଏବଂ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି ହେଉଛି। ତେବେ ଦର୍ଶକ ବନ୍ଧୁ ନମସ୍କାର, ଜୟ ଜଗନ୍ନାଥ। ଆପଣମାନଙ୍କୁ ଆଜିର ଏହି ରାଶିର ବିଶେଷ କାର୍ଯ୍ୟକ୍ରମକୁ ସ୍ୱାଗତ। ତେବେ ଦର୍ଶକ ବନ୍ଧୁ ଆଜିର ରାଶିର ଭିଡ଼ିଓ ଜରିଆରେ ଜାଣିବା କି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟେକ ଗ୍ରହମାନେ ଏକ ନିର୍ଦ୍ଦିଷ୍ଟ ସମୟରେ ନିଜର ରାଶି ବା ନକ୍ଷତ୍ର ପରିବର୍ତ୍ତନ କରିଥାନ୍ତି। ଏହି କ୍ରମରେ ଶୁକ୍ର ଏବଂ ଯାହାକି ନିଜର ରାଶି ପରିବର୍ତ୍ତନ କରୁଛନ୍ତି, ମକର ରାଶିରୁ ବାହାରି କୁମ୍ଭ ରାଶିରେ ପ୍ରବେଶ କରୁଛନ୍ତି ଏବଂ ଆଜିର ଦିନରେ ଧନର ଦେବୀ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରାଜଯୋଗ ସୃଷ୍ଟି ହେଉଛି, ଯାହାକି ଲକ୍ଷ୍ମୀ ନାରାୟଣ ରାଜଯୋଗ। ଏହି ଶୁଭ ସଂଯୋଗ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କର ସମସ୍ତ ଅଭାବ ଅନଟନ କଷ୍ଟ ଦୁଃଖ ସମସ୍ୟାର ଅନ୍ତ ଘଟିବା ପାଇଁ ଯାଉଛି ଏବଂ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କର ସମସ୍ତ ମନସ୍କାମନା ପୁରା ହେବା ପାଇଁ ଯାଉଛି ଏବଂ କୁଣ୍ଡଳୀରେ ଏହି ଶୁଭ ସଂଯୋଗ ଯାହାକି ଅନେକ ରାଶିଧାରୀ ବ୍ୟକ୍ତି 12ଗୋଟି ରାଶିଚକ୍ର ଉପରେ ଏହାର ଅତ୍ୟନ୍ତ ଶୁଭ ଏବଂ ସକାରାତ୍ମକ ପ୍ରଭାବ ଘଟିବା ପାଇଁ ଯାଉଛି। ଏହାର ପ୍ରଭାବ ଯାହାକି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଲକ୍ଷ୍ମୀ ନାରାୟଣ ରାଜଯୋଗକୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ ଶୁକ୍ର ଏବଂ ବୁଧର ମିଳନ ହୋଇଥାଏ ସେତେବେଳେ ଏହି ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି ହୋଇଥାଏ ଏବଂ ଏହା ଅତ୍ୟନ୍ତ ଶୁଭ ଯୋଗ ସୃଷ୍ଟି ହେଉଛି ଧନର ଦେବୀ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଏବଂ ଗ୍ରହରେ ଏହିପରି ଏକ ଶୁଭ ସଂଯୋଗ ଗଠିତ ହେବା ହେତୁ କୁହାଯାଏ ଯେ ଏହି ଶୁଭ ଯୋଗରେ ଜନ୍ମ ହୋଇଥିବା ଲୋକମାନେ ବହୁତ ଦକ୍ଷ ଏବଂ ଏହିପରି ଲୋକମାନଙ୍କର ଜୀବନ ସାରା କୌଣସି ଅଭାବ ରୁହେ ନାହିଁ। ଗୃହକୁ ଧନର ଆଗମନ ହୋଇଥାଏ, ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିଥାନ୍ତି, ଆୟର ନୂତନ ଉତ୍ସ ସୃଷ୍ଟି ହୋଇଥାଏ, ପରିବାର ମଧ୍ୟରେ ହସ ଖୁସି ଆନନ୍ଦର ବାତାବରଣ ଲାଗି ରହିଥାଏ, ଆପଣଙ୍କର ଆର୍ଥିକ ସମସ୍ୟା ଗୁଡ଼ିକ ଦୂର ହୋଇଥାଏ, ପୁରୁଣା ବିବାଦର ଅନ୍ତ ଘଟିଥାଏ, ବ୍ୟବସାୟରେ ଦ୍ୱିଗୁଣିତ ଲାଭାନ୍ୱିତ ହୋଇଥାଏ, ଛାତ୍ରଛାତ୍ରୀଙ୍କ ପାଇଁ ଶୁଭ ସମୟ ଆରମ୍ଭ ହୋଇଥାଏ ଏବଂ ଆପଣଙ୍କର ସମସ୍ତ ଟଙ୍କା ମଧ୍ୟ ଫେରସ୍ତ ପାଇବା ସହିତ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଯାଉଛି। ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଅଭାବ ଅନଟନ ଦୁଃଖ କଷ୍ଟ ସମସ୍ୟାର ଅନ୍ତ ଘଟିବା ପାଇଁ ଯାଉଛି। ତେବେ ଦର୍ଶକ ବନ୍ଧୁ ଚାଲନ୍ତୁ ଜାଣିନେବା ସେହି ସବୁ ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ। ତେବେ ଦର୍ଶକ ବନ୍ଧୁ ସେହି ସବୁ ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ଜାଣିବା ପାଇଁ ହେଲେ ଆପଣମାନଙ୍କୁ ଅନୁରୋଧ ଭିଡ଼ିଓଟି ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଯେଉଁମାନେ ଏହି ଚ୍ୟାନେଲରେ ନ୍ୟୁ ଅଛନ୍ତି ସର୍ବପ୍ରଥମେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, ଭିଡ଼ିଓକୁ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ ଲେଖିବାକୁ ବିଲକୁଲ ବି ଭୁଲିବେନି। ସ୍ୱୟଂ ମା ଧନର ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କ ଗୃହରେ ବର୍ଷ ସାରା ଧନର ଆଗମନ ହେବା ସହିତ ଆପଣଙ୍କ ଉପରେ ଅତ୍ୟନ୍ତ ଶୁଭ ମା ଲକ୍ଷ୍ମୀଙ୍କର କୃପା ରହିବ। ତେବେ ଦର୍ଶକ ବନ୍ଧୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଲକ୍ଷ୍ମୀ ନାରାୟଣ ଯୋଗ ଗଠନ ହେତୁ ଅନେକ ରାଶିର ଲୋକଙ୍କ ଭାଗ୍ୟ ବଦଳିବ, ଭାଗ୍ୟ ସୁନା ଭଳି ହେବା ସହିତ ଟଙ୍କା ଗାଦିରେ ବସିବେ ଏବଂ ଅଚାନକ କିଛି ଗୁପ୍ତଧନ ପ୍ରାପ୍ତି ହେବ। ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କ ଗୃହରେ ଧନର ଆଗମନ ହେବ ଏବଂ ଆପଣଙ୍କର ଆର୍ଥିକ ସମସ୍ୟା ଦୂର ହେବ ଏବଂ ଏହି ଫେବୃଆରୀ ମାସରେ ଶୁକ୍ର ଯାହାକି ଆଜିର ଦିନରେ କୁମ୍ଭ ରାଶିରେ ଗମନ କରିବାକୁ ଯାଉଛନ୍ତି ଏବଂ ଏହି ଫେବୃଆରୀ 6ରେ ଶୁକ୍ର ଶନି ମଧ୍ୟ ରାଶିରେ ପ୍ରବେଶ କରିବେ, ଯେଉଁଠାରେ କି ବୁଧ ପୂର୍ବରୁ ଉପସ୍ଥିତ ରହିଛନ୍ତି ଏବଂ ଫେବୃଆରୀ 3ରୁ ବୁଧ କୁମ୍ଭ ରାଶିରେ ଗମନ କରିସାରିଛନ୍ତି। ଜ୍ୟୋତିଷ ଗଣନା ଅନୁସାରେ ଏହି ସମୟ ମଧ୍ୟରେ କୁମ୍ଭ ରାଶିରେ ବୁଧ ଏବଂ ଶୁକ୍ରଙ୍କର ସଂଯୋଗରୁ ଏହି ବିରଳ ଲକ୍ଷ୍ମୀ ନାରାୟଣ ରାଜଯୋଗ ଶୁଭ ମିଶ୍ରଣ ସୃଷ୍ଟି ହେଉଛି ଏବଂ ଏହି ଯୋଗର ଶୁଭ ପ୍ରଭାବ ଯୋଗୁଁ ଧନ ଯାହାକି ଶୁକ୍ର ହେଉଛନ୍ତି ଧନ ସମୃଦ୍ଧି ଓ ବୈଭବ ସୁଖ ସୁବିଧାରେ ବୃଦ୍ଧି ହେବା ସହିତ ଶୁକ୍ରଙ୍କର ପ୍ରଭାବ ଯୋଗୁଁ ବୈବାହିକ ଜୀବନ ସୁଖମୟ ହେବ ଏବଂ ସମ୍ପର୍କ ମଧୁର ରହିବ, ବ୍ୟବସାୟରେ ଅଗ୍ରଗତି କରିବେ ଏବଂ ଶୁକ୍ର ଗ୍ରହସ୍ଥ ସମୟରେ ମେଷ ସିଂହ ସମେତ ଅନ୍ୟାନ୍ୟ
12ଗୋଟି ରାଶି ମଧ୍ୟରୁ କିଛି ରାଶିର ବ୍ୟକ୍ତି ବିଶେଷ ମାନେ ଭାଗ୍ୟବାନ ହେବେ ଏବଂ ହାତୀ ସୁନା କଳସ ସେମାନଙ୍କ ଉପରେ ଢାଳିବା ସହିତ ଟଙ୍କା ଗାଦିରେ ବସିବେ। ସେହି ସବୁ ମହାଭାଗ୍ୟଶାଳୀ ରାଶି ବିଶେଷ ମାନେ 12ଗୋଟି ରାଶି ମଧ୍ୟରୁ କିଛି ରାଶିର ବ୍ୟକ୍ତି ବିଶେଷ ମାନେ କ୍ୟାରିୟରରେ ବହୁତ ସଫଳତା ମିଳିବ ଏବଂ ଆର୍ଥିକ ସ୍ଥିତି ଧୀରେ ଧୀରେ ପୂର୍ବ ଅପେକ୍ଷା ସଦୃଢ଼ ହେବ ଏବଂ ଏହି ଶୁଭ ସଂଯୋଗ ଯାହାକି ଏହି ଗୋଚର ଫଳରେ କୁମ୍ଭ ରାଶିର ବ୍ୟକ୍ତିମାନଙ୍କ ପାଇଁ ଲକ୍ଷ୍ମୀ ନାରାୟଣ ଯୋଗ ସୃଷ୍ଟି ହେବା ହେତୁ ଯାହାକି ଆପଣଙ୍କର ପୂର୍ବ ଅପେକ୍ଷା ଆର୍ଥିକ ଅଭିବୃଦ୍ଧି ଏବଂ ସୁଖ ସମୃଦ୍ଧି ଆଣିବ ଏବଂ ଏହି ଶୁକ୍ରଙ୍କର ଏହି ପ୍ରବେଶ ଯାହାକି ସ୍ୱୟଂ ମା ଧନର ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆଜିର ଦିନଠାରୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ, ବ୍ୟବସାୟରେ ଲାଭ ହେବ ଏବଂ ପାରିବାରିକ ସୁଖ ଶାନ୍ତି ବୃଦ୍ଧି କରିବ ଏବଂ ଏହି ସମୟରେ ଶୁକ୍ର ଏବଂ ବୁଧଙ୍କର ମିଳନ ପାଇଁ ଏବଂ 12ଗୋଟି ରାଶି ମଧ୍ୟରୁ ଯାହାକି 7ଗୋଟି ରାଶିର ବ୍ୟକ୍ତି ବିଶେଷ ପାଇଁ ଧନ ବୃଦ୍ଧିର ଯୋଗ ସୃଷ୍ଟି ହେଉଛି ଏବଂ ଏହି ପରିବର୍ତ୍ତନ ଏହି ଫେବୃଆରୀ ଆରମ୍ଭରେ ଘଟିବାକୁ ଯାଉଛି ଏବଂ ଏହି 7ଗୋଟି ରାଶିର ବ୍ୟକ୍ତି ବିଶେଷ ମାନେ ଯେଉଁମାନେ କି ମା ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ହିନ୍ଦୁ ଶାସ୍ତ୍ରରେ ଅନେକ ମନ୍ତ୍ର ଜପ କରିବାକୁ କୁହାଯାଇଛି। ଯଦି ଆପଣ ଏହି ମନ୍ତ୍ର ଗୁଡ଼ିକ ପଦ୍ଧତି ଭାବରେ ଜପ କରନ୍ତି ତେବେ ମା ଲକ୍ଷ୍ମୀ ପ୍ରସନ୍ନ ହେବା ସହିତ ଆପଣଙ୍କ ଉପରେ ତାଙ୍କର ଆଶୀର୍ବାଦ ବର୍ଷା କରିବେ। ତେବେ ଲକ୍ଷ୍ମୀଙ୍କର ମନ୍ତ୍ର ଜପ କରିବା ଦ୍ୱାରା ଭକ୍ତର ସମସ୍ତ ଆର୍ଥିକ ସମସ୍ୟାର ଅନ୍ତ ହୋଇଥାଏ ଏବଂ କାର୍ଯ୍ୟରେ ସଫଳତା ମିଳିଥାଏ। ତେବେ ଦର୍ଶକ ବନ୍ଧୁ ଆସନ୍ତୁ ଜାଣିନେବା ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଶକ୍ତିଶାଳୀ ମନ୍ତ୍ର ଗୁଡ଼ିକ ଏବଂ ଏହି ରାଶିଧାରୀ ବ୍ୟକ୍ତି ବିଶେଷ ମାନେ ମନେ ରଖନ୍ତୁ ଯେ ବୈଭବୀ ଲକ୍ଷ୍ମୀ ମନ୍ତ୍ରକୁ 108 ଥର ଜପ କରି ମା ଲକ୍ଷ୍ମୀଙ୍କ ଭକ୍ତଙ୍କ ଉପରେ ତାଙ୍କର ଆଶୀର୍ବାଦ ରଖିଥାନ୍ତି ଏବଂ ସେହି ମନ୍ତ୍ରଟି ହେଉଛି ଶ୍ରୀ ଶ୍ରୀଧ ଲକ୍ଷ୍ମୀ ହିଁ ନମଃ। ଏହି ମନ୍ତ୍ରଟି ନିଶ୍ଚିନ୍ତ ଉଚ୍ଚାରଣ କରିବା ଦ୍ୱାରା ଆପଣଙ୍କର ସମସ୍ତ ଆର୍ଥିକ ଦୁଃଖ କଷ୍ଟ ସମସ୍ୟାର ଅନ୍ତ ଘଟିବା ସହିତ ଆପଣଙ୍କର ଧନରେ ଗୃହକୁ ଧନର ଆଗମନ ହେବ ଏବଂ ସମସ୍ତ ବାଧା ବିଘ୍ନ ଦୂର ହେବ ଏବଂ ସ୍ୱୟଂ ମା ଲକ୍ଷ୍ମୀଙ୍କର କୃପା ବର୍ଷିବ। ତେବେ ଦର୍ଶକ ବନ୍ଧୁ ଚାଲନ୍ତୁ ଜାଣିନେବା ସେହି ମହାଭାଗ୍ୟଶାଳୀ ରାଶିମାନଙ୍କ ବିଷୟରେ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଯିଏକି ଆପଣଙ୍କ ଅତ୍ୟନ୍ତ ଶୁଭ ହେବା ପାଇଁ ଯାଉଛି। ତେବେ ଦର୍ଶକ ବନ୍ଧୁ ପ୍ରଥମ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ମେଷ ରାଶି। ଏହି ମେଷ ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷ ମାନେ କୁଣ୍ଡଳୀରେ ଗ୍ରହ ନକ୍ଷତ୍ରଙ୍କ ଶୁଭ ଚଳନ ସହିତ ଶୁକ୍ରଙ୍କର ଶୁଭ ଚଳନ ଏବଂ ଏହି ମେଷ ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷ ମାନେ ଶୁକ୍ର ଆପଣଙ୍କର ଚତୁର୍ଥ ଘରେ ଗୋଚର କରିବା ହେତୁ ତାହା ଦ୍ୱାରା ଆପଣ ଏହି ରାଶିର ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭ ଫଳାଫଳ ଆଣିଦେବେ। ସ୍ୱୟଂ ମା ଧନର ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଏହି ସମୟରେ ପରିବାରରେ ଶାନ୍ତିର ପରିବେଶ ରହିବ, ପରିବାରରେ ବୃଦ୍ଧି ଘଟିବ, ପରିବାର ସଦସ୍ୟମାନେ ଆପଣଙ୍କୁ ସାହାଯ୍ୟ ଓ ସମର୍ଥନ କରିବେ, ପ୍ରତ୍ୟେକ କାର୍ଯ୍ୟରେ ଆପଣ ଅଗ୍ରଗତି ହେବେ, କ୍ୟାରିୟରରେ ଉନ୍ନତି ହେବ, ବିବାହିତ ଲୋକଙ୍କ ପାଇଁ ଏକ ଗମନାଗମନ ସୁବିଧା ହେବା ପାଇଁ ଯାଉଛି, ଅର୍ଥ ହାସଲ ହେବ। ଧନର ଦେବୀ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ କର୍ମକ୍ଷେତ୍ରରେ ପଦୋନ୍ନତିର ସମ୍ଭାବନା ମଧ୍ୟ ରହିବ। ଶୀଘ୍ର ଭୁଲ ନିଷ୍ପତ୍ତି ନେବାଠାରୁ ଦୂରେଇ ରହିବେ ଏବଂ ନିଜକୁ ଶକ୍ତିଶାଳୀ ରଖିବେ। ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ବହୁତ ଭଲ ରହିବ। ଆର୍ଥିକ ଦୃଷ୍ଟିରୁ ମଧ୍ୟ ଲାଭବାନ ହେବେ, ଟଙ୍କା ବିନିଯୋଗ କରିବେ ଏବଂ ଆପଣ ପୁରୁଣା ପୈତୃକ ସମ୍ପତ୍ତିରୁ ଦ୍ୱିଗୁଣିତ ଲାଭାନ୍ୱିତ ହେବେ। ପୁରୁଣା କୋର୍ଟ କଚେରୀ ମାମଲା ରାୟ ଆପଣଙ୍କ ସପକ୍ଷରେ ଯିବ, ଶତ୍ରୁ ଉପରେ ବିଜୟୀ ଲାଭ କରିବେ ଏବଂ ଧାର କରଜ ଆଣିଥିବା ବ୍ୟକ୍ତି ବିଶେଷ ମାନେ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଧାର କରଜ ଟଙ୍କା ସୁଝିବାରେ ସକ୍ଷମ ହେବେ ଏବଂ ଏହି ରାଶିରେ ଜନ୍ମିତ ଛାତ୍ରଛାତ୍ରୀମାନେ ପରୀକ୍ଷାରେ କମ୍ପିଟେଟିଭ୍ ଏକ୍ଜାମ ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀମାନେ ପରୀକ୍ଷାରେ ଭଲ ରେଜଲ୍ଟ କରିବା ସହିତ ପ୍ରଥମ ସ୍ଥାନ ଅଧିକାର କରିବେ ଏବଂ ଯେଉଁମାନେ ଚାକିରି ଅନୁସନ୍ଧାନରେ ଅଛନ୍ତି ସେମାନଙ୍କ ପାଇଁ କୌଣସି ଏକ ସଂସ୍ଥାରୁ ଭଲ ଅଫର ଲେଟର ଆସିବ ଏବଂ ଏହି ରାଶିରେ କ୍ରୀଡ଼ା ପ୍ରତିଯୋଗିତା କିମ୍ବା ଅନ୍ୟାନ୍ୟ ପ୍ରତିଯୋଗିତାରେ ଭାଗ ନେଇଥିବା ବିଶେଷ ଅଧିକାରୀମାନେ ସେଥିରେ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିବେ। ଧନର ଦେବୀ ସ୍ୱୟଂ ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ବାଣିଜ୍ୟ ବ୍ୟବସାୟରେ ଅଗ୍ରଗତି କରିବେ, ବ୍ୟବସାୟରେ ନୂତନ ଗରାଖ ଜୁଟିବା ସହିତ ଆୟର ନୂତନ ପନ୍ଥା ଖୋଲିବ ଏବଂ ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ ହେବ, ଯାହାକି କିଛି ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବେ ଏବଂ ଭାଇ ଭାଇଙ୍କ ମଧ୍ୟରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ଗୃହକୁ ସବୁବେଳେ ସୁଖ ସମୃଦ୍ଧି ଭରି ରହିବ, ଆନନ୍ଦର ବାର୍ତ୍ତା ଖୁସିର ଆନନ୍ଦର ଲହରୀ ଲାଗି ରହିବ। ପିଲାମାନଙ୍କଠାରୁ ସନ୍ତାନ ପ୍ରାପ୍ତି କିମ୍ବା ଅନ୍ୟାନ୍ୟ ଖୁସି ଖବର ପ୍ରାପ୍ତ ହେବ। ଯେଉଁମାନଙ୍କର ବିବାହ ହୋଇନାହିଁ ଅବିବାହିତ ବ୍ୟକ୍ତି ବିଶେଷଙ୍କର
ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଭଲ ବିବାହ ପ୍ରସ୍ତାବ ଆସିବା ସହିତ ବୈବାହିକ ଜୀବନ ସୁଖମୟ ହେବ ଏବଂ ପ୍ରେମ ବିବାହରେ ଉପୁଜିଥିବା ପ୍ରତିବନ୍ଧକ ଦୂର ହେବ। ପ୍ରେମ ବିବାହ ସଫଳ ହେବ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ। ଯେଉଁମାନେ ପାର୍ଟନରସିପ୍ରେ ଚାଲିଥିବା ବ୍ୟବସାୟୀମାନେ ବ୍ୟବସାୟରୁ ମୋଟା ଅଙ୍କର ଲାଭ ମିଳିବ ଏବଂ ଧନର ଦେବୀ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ। ଯେଉଁମାନେ ବିଦେଶରେ ବାଣିଜ୍ୟ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ଜଣେ ଭଲ ବିଶେଷଜ୍ଞଙ୍କ ପରାମର୍ଶ ନେଇ କରନ୍ତୁ, ଯାହାଦ୍ୱାରା କି ଭଲ ରିଟର୍ଣ୍ଣ ପାଇବେ। ଏଥିସହିତ କଳା, ସାହିତ୍ୟ, ରିସର୍ଚ୍ଚ, ଡାକ୍ତରୀ, ସାମ୍ବାଦିକ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷମାନେ ଆପଣଙ୍କ ପାଇଁ ସମସ୍ତ ଆର୍ଥିକ ସମସ୍ୟାଗୁଡ଼ିକ ଦୂର ହେବା ପାଇଁ ଆୟର ନୂତନ ପନ୍ଥା ଖୋଲିବା ପାଇଁ ଯାଉଛି ଏବଂ ରାଜନୈତିକ ବ୍ୟକ୍ତିବିଶେଷମାନେ ରାଜନୈତିକ କ୍ଷେତ୍ରରେ ଆପଣଙ୍କର ସମସ୍ତେ ପ୍ରଶଂସା କରିବା ସହିତ ଆପଣଙ୍କର ସମାଜରେ ମାନ ସମ୍ମାନ ବଢ଼ିବ ଏବଂ ସରକାରଙ୍କ ତରଫରୁ ଆପଣଙ୍କ ହାତକୁ କିଛି ନୂତନ କାର୍ଯ୍ୟ ଆସିବ ଏବଂ ଯାହାଦ୍ୱାରା କି ସେଥିରେ ଦ୍ୱିଗୁଣିତ ଲାଭାନ୍ୱିତ ହେବେ ଏବଂ ଧାର କରଜ ଆଣିଥିବା ବ୍ୟକ୍ତିବିଶେଷମାନେ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଧାର କରଜ ଟଙ୍କା ସୁଝିବାରେ ସକ୍ଷମ ହେବେ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ଧନର ଦେବୀ ମା ଲକ୍ଷ୍ମୀଙ୍କର ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ଶ୍ରଦ୍ଧେୟରେ ଜୟ ମା ଲକ୍ଷ୍ମୀ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ଯାହାପରେ କି ସ୍ୱୟଂ ମା ଲକ୍ଷ୍ମୀଙ୍କର କୃପା ରହିବା ପାଇଁ ଯାଉଛି, ଯାହାକି ହେଉଛି ମିଥୁନ ରାଶି। ଏହି ମିଥୁନ ରାଶିର ବ୍ୟକ୍ତି ବିଶେଷମାନେ କୁଣ୍ଡଳୀରେ ଗ୍ରହ ନକ୍ଷତ୍ରଙ୍କ ଶୁଭ ଚଳନ ସହିତ ଆଜିର ଦିନରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ୱୟଂ ମା ଧନର ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ବୃତ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବା ପାଇଁ ଯାଉଛି। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ ରହିବ, କ୍ୟାରିୟରରେ ଉନ୍ନତି ହେବ, ଆୟର ନୂତନ ପନ୍ଥା ଖୋଲିବ। ଆପଣଙ୍କ ବ୍ୟବସାୟରେ ଟଙ୍କା ପ୍ରବାହ ବୃଦ୍ଧି ହେତୁ ଆପଣଙ୍କର ଭଲ ବ୍ୟବସାୟ ହେବା ପାଇଁ ଆପଣଙ୍କର ହଠାତ୍ ଆର୍ଥିକ ଲାଭର ଏକ ସମ୍ଭାବନା ଯୋଗ ବନୁଅଛି ଏବଂ ଏହି ଲକ୍ଷ୍ମୀ ନାରାୟଣ ଯୋଗ ଆପଣଙ୍କ ପାଇଁ ମଧ୍ୟ ନିଜ କ୍ୟାରିୟରରେ ଅଗ୍ରଗତି କରିବେ। ପରିବାର ଓ ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନ ରହିବ ଏବଂ ଆପଣଙ୍କର ନିଜ କ୍ୟାରିୟର ପ୍ରତି ଅଗ୍ରଗତି କରିବାର ସୁଯୋଗ ପାଇବେ ଏବଂ ଶୁଭ ପ୍ରଭାବ ହେତୁ ଆପଣଙ୍କ ଜୀବନରେ ଟଙ୍କା ପ୍ରବାହକୁ ବଢ଼ାଇବ ଏବଂ ଆପଣଙ୍କୁ ଆରାମକୁ ବଢ଼ାଇବ। ତୁମର ଆର୍ଥିକ ସ୍ଥିତି ଧୀରେ ଧୀରେ ମଜବୁତ ହେବ। ଏହି ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷମାନେ ପାରିବାରିକ ଜୀବନ ଉନ୍ନତି ହେବ। ପରିବାର ମଧ୍ୟରେ ହସ ଖୁସି ଆନନ୍ଦର ବାତାବରଣ ଲାଗି ରହିବ। ପତି ପତ୍ନୀଙ୍କ ମଧ୍ୟରେ ହୋଇଥିବା ମନୋମାଳିନ୍ୟ ଦୂର ହେବ। ପତି ପତ୍ନୀଙ୍କୁ କୌଣସି ଦାମୀ ଉପହାର ଦେବେ ଏବଂ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଦୀର୍ଘ ଦିନର ମନସ୍କାମନା ପୂର୍ଣ୍ଣ ହେବା ପାଇଁ ଯାଉଛି, ଯାହାକି ଜମି, ଗାଡ଼ି କିମ୍ବା ଗୃହ କିଣିବାର ସ୍ୱପ୍ନ ସାକାର ହେବା ପାଇଁ ଯାଉଛି। ଧନର ଦେବୀ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କ ଗୃହରେ ଏକ ଶୁଭ ମାଙ୍ଗଳିକ କାର୍ଯ୍ୟ ହେବ ଏବଂ ଆପଣଙ୍କ ପାଇଁ ଉନ୍ନତି ପାଇଁ ଆପଣ ସକାରାତ୍ମକ ଉଦ୍ୟମ କରିବେ ଏବଂ ଆପଣଙ୍କର ଭାଗ୍ୟ ସୁନା ଭଳି ଚମକିବା ସହିତ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କର ଅଭାବ ଅନଟନ ଦୂର ହେବ, ଗୃହକୁ ଧନର ଆଗମନ ହେବ, ଟଙ୍କା ଗାଦିରେ ବସିବା ସହିତ ଭାଗ୍ୟ ସୁନା ଭଳି ଚମକିବ, ମାଟି ଧରିଲେ ସୁନା ପାଲଟିବ। ଏହି ରାଶିର ବ୍ୟକ୍ତି ବିଶେଷମାନେ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କର ଭାଗ୍ୟରେ ବଡ଼ ସକାରାତ୍ମକ ପରିବର୍ତ୍ତନ ଘଟିବ ଏବଂ ଏହି ରାଶିର ବ୍ୟକ୍ତି ବିଶେଷମାନେ ଆପଣଙ୍କର କୌଣସି ସ୍ଥାନରେ ଟଙ୍କା ଯଦି ଅଟକି ରହିଥାଏ ତାହା ମଧ୍ୟ ଫେରସ୍ତ ପାଇପାରିବେ। ଛାତ୍ରଛାତ୍ରୀମାନେ ପରୀକ୍ଷାରେ କୃତଲାଭ କରିବେ। ସରକାରୀ ଚାକିରିଆମାନେ ଚାକିରିର ପଦୋନ୍ନତି ହେବ, ଯାହାକି ଆପଣଙ୍କର ଉପରିସ୍ଥ ଅଧିକାରୀମାନେ ଆପଣଙ୍କୁ ସାହାଯ୍ୟ ଓ ସମର୍ଥନ କରିବେ ଏବଂ ସେଥିରେ ମଧ୍ୟ ଦ୍ୱିଗୁଣିତ ଲାଭାନ୍ୱିତ ହେବା ସହିତ ପଦୋନ୍ନତିର ଦରମା ମଧ୍ୟ ବୃଦ୍ଧି ହେବ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ଧନର ଦେବୀ ମା ଲକ୍ଷ୍ମୀଙ୍କର ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ଶ୍ରଦ୍ଧେୟରେ ଜୟ ମା ଲକ୍ଷ୍ମୀ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି କର୍କଟ ରାଶି। ଏହି କର୍କଟ ରାଶିର ଜନ୍ମିତ ବ୍ୟକ୍ତି ବିଶେଷମାନେ ଆପଣଙ୍କ ପାଇଁ ଲକ୍ଷ୍ମୀ ନାରାୟଣ ରାଜଯୋଗର ଶୁଭ ସଂଯୋଗ ଏବଂ ଧନର ଦେବୀ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କର ଏହି ଶୁଭ ଗୋଚର, ଯାହାକି ଏହି କର୍କଟ ରାଶିରେ ହେବା ପାଇଁ ଯାଉଛି ଏବଂ ଏହି ରାଶିର ଲୋକଙ୍କ ଜୀବନରେ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ସକାରାତ୍ମକ ପରିବର୍ତ୍ତନ ଆସିବ। ଭାଗ୍ୟ ସୁନା ଭଳି ଚମକିବା ସହିତ ଆପଣଙ୍କର ପରିବାର ଲୋକଙ୍କ ସାହାଯ୍ୟ ଓ ସମର୍ଥନ ମିଳିବ ଏବଂ ତୁମେ ତୁମର ବକ୍ତବ୍ୟ ସହିତ ଲୋକଙ୍କୁ ଆକର୍ଷିତ କରିପାରିବ।
କର୍ମକ୍ଷେତ୍ରରେ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ଭଲ ଫଳାଫଳ ମିଳିବ। ତୁମେ ତୁମର ଶତ୍ରୁମାନଙ୍କ ଉପରେ ପ୍ରାଧାନ୍ୟ ଦେବେ। ଶତ୍ରୁ ଉପରେ ବିଜୟ ଲାଭ କରିବ। ମାନସିକ ଶାନ୍ତି ଅନୁଭବ କରିବେ। ମାନସିକ ଚାପ କମିବ ଏବଂ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ଥିବା ବ୍ୟକ୍ତି ବିଶେଷମାନେ ସ୍ୱୟଂ ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଧୀରେ ଧୀରେ ସ୍ୱାସ୍ଥ୍ୟରେ ଉନ୍ନତି ହେବ ଏବଂ ଚାକିରିରେ ତୁମର ସ୍ଥିତି ଭଲ ହେବ। ବରିଷ୍ଠ ଅଧିକାରୀଙ୍କ ସହିତ ତୁମର ସମ୍ପର୍କ ଆନ୍ତରିକ ହେବ। ଏହି ସମୟ ମଧ୍ୟରେ ବ୍ୟବସାୟ ଭଲ ଅଭିବୃଦ୍ଧି ଏବଂ ଅଗ୍ରଗତି ହେବ। ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଭଲ ଟଙ୍କା ପାଇବାର ସମ୍ଭାବନା ଯୋଗ ବନୁଅଛି। ଜମି କାରବାରକୁ ନେଇ ଟଙ୍କା ମଧ୍ୟ ଫେରସ୍ତ ପାଇପାରିବେ। ଦାମ୍ପତ୍ୟ ଜୀବନରେ ପ୍ରେମ ବୃଦ୍ଧି ପାଇବ। ଖର୍ଚ୍ଚ ମଧ୍ୟ ନିୟନ୍ତ୍ରଣ ହେବ। ଧାର କରଜ ଆଣିଥିବା ବ୍ୟକ୍ତି ବିଶେଷମାନେ ଧାର କରଜ ଶୁଝିବାରେ ସକ୍ଷମ ହେବେ ଏବଂ ରାଜନୈତିକ ବ୍ୟକ୍ତି ବିଶେଷମାନେ ରାଜନୈତିକ କ୍ଷେତ୍ରରେ ସରକାରଙ୍କ ତରଫରୁ କିଛି ନୂତନ ଟେଣ୍ଡର ଆପଣଙ୍କ ହାତକୁ ଆସିବ। ସରକାରୀ ଚାକିରିଆମାନଙ୍କର ଚାକିରିରେ ପଦୋନ୍ନତି ସହିତ ଦରମା ବୃଦ୍ଧି ହେବ ଏବଂ ଅବିବାହିତ ବ୍ୟକ୍ତି ବିଶେଷଙ୍କର ଭଲ ବିବାହ ପ୍ରସ୍ତାବ ଆସିବା ସହିତ ବୈବାହିକ ଜୀବନ ସୁଖମୟ ହେବ। ସନ୍ତାନମାନଙ୍କଠାରୁ ଆପଣ କୌଣସି ଏକ ପ୍ରକାର ଶୁଭ ଖବର ପାଇବେ। ଏଥିସହିତ ଏହି କର୍କଟ ରାଶିର ବ୍ୟକ୍ତି ବିଶେଷମାନେ ଆପଣ ପୁରୁଣା ପୈତୃକ ସମ୍ପତ୍ତିରୁ ମଧ୍ୟ ଲାଭବାନ ହେବେ ଏବଂ ଦୀର୍ଘଦିନ ଧରି ପଡ଼ି ରହିଥିବା ଟଙ୍କା ମଧ୍ୟ ଫେରସ୍ତ ପାଇପାରିବେ। ପାର୍ଟନରସିପ୍ରେ ଚାଲିଥିବା ବ୍ୟବସାୟୀମାନେ ବ୍ୟବସାୟରୁ ମୋଟା ଅଙ୍କର ଲାଭ ମିଳିବ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ସ୍ୱୟଂ ମା ଲକ୍ଷ୍ମୀ ଧନର ଦେବୀ ଲକ୍ଷ୍ମୀଙ୍କର ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ସହୃଦୟରେ ଜୟ ମା ଲକ୍ଷ୍ମୀ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ତୁଳା ରାଶି। ତୁଳା ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷମାନେ ସ୍ୱୟଂ ମା ଧନର ଦେବୀ ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଏହି ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠନ ହେତୁ ଏହି ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷମାନେ ଆପଣଙ୍କ ପାଇଁ ଆୟ ବୃଦ୍ଧି କରିବା ସହିତ ଆପଣଙ୍କର ହଠାତ୍ ଧନ ବୃଦ୍ଧି ହେବ। କିଛି ଗୁପ୍ତ ଧନ ପ୍ରାପ୍ତି ହେବ। ଅଚାନକ ଚାକିରି ମଧ୍ୟ ମିଳିବ ଏବଂ ଯେଉଁମାନେ ଚାକିରି ଅନୁସନ୍ଧାନରେ ଅଛନ୍ତି, କୌଣସି ଏକ ଭଲ କମ୍ପାନୀରୁ ଅଫର ଲେଟର ବା ଫୋନ୍ କଲ୍ ଆସିବ। ଏହି ଅବଧି ମଧ୍ୟରେ ତୁମର ସୃଜନଶୀଳତା ବୃଦ୍ଧି ପାଇବ ଏବଂ ତୁମର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ସାମାଜିକ ସ୍ତରରେ ଖ୍ୟାତି ଅର୍ଜନ କରିବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଆପଣଙ୍କର ଭାଗ୍ୟଶାଳୀ ହେବା ସହିତ ଗମନାଗମନ ଆପଣଙ୍କର ଦାମ୍ପତ୍ୟ ଜୀବନରେ ସୁଖ ଏବଂ ବୃଦ୍ଧି କରିବ। ପରିବାର ମଧ୍ୟରେ ହୋଇଥିବା ମନମାଳିନ୍ୟ ଦୂର ହେବ। ଭାଇ ଭଉଣୀଙ୍କ ସମ୍ପର୍କ ମଜବୁତ ରହିବ। ପରିବାରରେ ମା ବାପାଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ସୁଧାର ଆସିବ। ଧନର ଦେବୀ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ପୂର୍ବ ଅପେକ୍ଷା ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ହେବ। ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବେ। ପୁରୁଣା କୋର୍ଟ କଚେରୀ ମାମଲା ରାୟ ଆପଣଙ୍କ ସପକ୍ଷରେ ଯିବ। ଶତ୍ରୁ ଉପରେ ବିଜୟ ଲାଭ କରିବେ। କ୍ରୀଡ଼ା ପ୍ରତିଯୋଗିତାରେ ଭାଗ ନେଇଥିବା ବିଶେଷ ଅଧିକାରୀମାନେ କ୍ରୀଡ଼ା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିବେ। ଛାତ୍ରଛାତ୍ରୀମାନେ ଯେଉଁମାନେ କମ୍ପ୍ୟୁଟର ଏକ୍ଜାମ ତଥା ଅନ୍ୟାନ୍ୟ ରେଜଲ୍ଟ ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଆପଣ ଶିକ୍ଷକଙ୍କ ମଧ୍ୟ ଏକାଗ୍ରତାରେ ଆପଣ ଆଗକୁ ବଢ଼ିପାରିବେ। ଧନ ବୃଦ୍ଧି କରିବା ସହିତ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଭାଗ୍ୟ ସୁନା ଭଳି ଚମକିବା ସହିତ ଏକ ନୂତନ ଚାକିରି ପାଇବେ। ତେବେ ଦର୍ଶକ ବନ୍ଧୁ, ଆପଣଙ୍କର ଯଦି ଏହି ରାଶିଟି ହୋଇଥାଏ, ଧନର ଦେବୀ ସ୍ୱୟଂ ମା ଲକ୍ଷ୍ମୀଙ୍କର ଭକ୍ତ ହୋଇଥାନ୍ତି, କମେଣ୍ଟ ବକ୍ସରେ ସହୃଦୟରେ ଜୟ ମା ଲକ୍ଷ୍ମୀ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ, ଚାଲନ୍ତୁ ଜାଣିନେବା ପରବର୍ତ୍ତୀ ସେହି ମହାଭାଗ୍ୟଶାଳୀ ରାଶିଟି ହେଉଛି ଯାହାପରେ କି ସ୍ୱୟଂ ମା ଲକ୍ଷ୍ମୀଙ୍କର କୃପା ରହିବା ପାଇଁ ଯାଉଛି ବିଚ୍ଛା ରାଶି। ଏହି ବିଚ୍ଛା ରାଶିରେ ଜନ୍ମିତ ବ୍ୟକ୍ତି ବିଶେଷମାନେ ଧନର ଦେବୀ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସମୟ ଆରମ୍ଭ ହେଉଛି। ବ୍ୟବସାୟରେ ଅଗ୍ରଗତି କରିବା ସହିତ ଆୟର ନୂତନ ପନ୍ଥା ଖୋଲିବ। ବ୍ୟବସାୟରେ ଦ୍ୱିଗୁଣିତ ଲାଭାନ୍ୱିତ ହେବେ। ବ୍ୟବସାୟରେ ନୂତନ ଗରଖ ଜୁଟିବା ସହିତ ପୂର୍ବ ଅପେକ୍ଷା ଆର୍ଥିକ ସମସ୍ୟା ଦୂର ହେବ। ବାଣିଜ୍ୟ ବ୍ୟବସାୟରେ ଲାଗି ରହିଥିବା ମନ୍ଦାବସ୍ଥା ଦୂର ହେବ। ଆର୍ଥିକ ଅଭାବ ଅନଟନ ଦୂର ହେବା ସହିତ ଦୁଃଖ କଷ୍ଟ ସମସ୍ୟାର ଅନ୍ତ ଘଟିବା ପାଇଁ ଯାଉଛି। ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଯେଉଁମାନେ ବିଦେଶ ଭ୍ରମଣ କରିବାର ସୁଯୋଗ ମଧ୍ୟ ପାଇବେ। ବିଦେଶରେ ବାଣିଜ୍ୟ ବ୍ୟବସାୟ କରିବାର ଇଚ୍ଛା ମଧ୍ୟ ପୂର୍ଣ୍ଣ ହେବ। ମନ ଖୁସି ରହିବା ସହିତ ଆପଣଙ୍କ ପରିବାରରେ ହସ ଖୁସି ଆନନ୍ଦର ବାତାବରଣ ଲାଗି ରହିବ। ରିଏଲ ଏଷ୍ଟେଟରେ କାର୍ଯ୍ୟରତ ବ୍ୟକ୍ତି ବିଶେଷମାନେ ସରକାରଙ୍କ ତରଫରୁ ନୂତନ ଟେଣ୍ଡର ହାତକୁ ଆସିବ। ଏହି ସମୟ ମଧ୍ୟରେ କିଛି ନୂତନ ଲୋକଙ୍କୁ ଭେଟିବେ। କ୍ୟାରିୟରରେ ଉନ୍ନତି ହେବ।
अचानक भाव चाकरी खोजुवा व्यक्तिशेष मानक स्वयं माँ लक्ष्मीकर आशीर्वाद चाकरी मिल चाकरी दरमा वृद्धि भल एवं कला साहित्य रिसर्च क्षेत्र व्यक्तिशेष माने सांबादिक एवं अन्य क्षेत्र में जड़ित व्यक्तिशेष माने स्वयं माँ लक्ष्मीकर आशीर्वाद धनर आगमन होगापी जाऊँगी। छात्र छात्री भल कला क्षेत्र में आग्रह बढ़ जमा होइथिबा संपत्ति द्विगुणित लाभान्वित हेबे शत्रु उपरे विजय लाभ करेंगे। आपणकर किछि टंका पूर्व अपेक्षा संचय करने को सक्षम हेबे। स्वयं माँ लक्ष्मीकर आशीर्वाद आपण कौनसी स्थान में विनियोग करथांती टंका ताहा मध्ये आपण सेथिरु भल लाभ पाइबे एवं टंका को उपयोगी उपाय खर्च करने को अनेक सुजोग मिलिबो। एथि सहित आपणकर दीर्घ दिन मनस्कामना पूर्ण हो जहाँकि वृत्तिगत जीवन में लगी रही समस्यार अंत घटवा सहित धनर देवी स्वयं माँ लक्ष्मीकर आशीर्वाद गृह को गाड़ी किणवार स्वप्न साकार एवं जमी किणवार स्वप्न साकार गृह रे एक शुभ मांगलिक कार्य हो गृह प्रवेश नहीं समय अत्यंत शुभदायी रेबे। एसत यही राशि व्यक्ति विशेष माने आपणकर पिला मानक कौन खुशी खबर पाइबे। तेबे दर्शक बंधु आपणकर जदि यही राशि होता है स्वयं माँ लक्ष्मी धनर देवी लक्ष्मीकर भक्त होता कमेंट बॉक्स रे सहृदय जय माँ लक्ष्मी लिखा को बिल्कुल भी भूलें। तेबे दर्शक बंधु चलतु जाना परवर्ती से सबू महाभाग्यशाली राशि मान विषय जहाँपर कि स्वयं माँ लक्ष्मीकर कृपा वर्षापी जाऊँगी। तेबे सही महाभाग्यशाली राशिटी होची मकर राशि। एही मकर राशि रे जन्मित व्यक्ति विशेष माने कुंडली रे ग्रह नक्षत्र शुभ चलन सहित आजिर दिन में स्वयं माँ लक्ष्मीकर आशीर्वाद एही शुभ संजोग गठन हेतु एही राशि रे जन्मित व्यक्ति विशेष माने चाकरी रे आपण वेतन वृद्धि हेबो पदोन्नति हेबार संभावना मध्य अछि। टंका संबंधी अर्थ संबंधी समस्यार आपण स्वयं माँ लक्ष्मीकर आशीर्वाद जीवन दूरे जीव एवं समस्त दुख कष्ट समस्यार अंत घटवा सहित नूतन शुभ समय आरंभ होउची। गृह प्रवेश नहीं समय अत्यंत शुभ रोचे। आपण व्यवसाय भल कारोबार हेबो एवं जहाँकि पूर्व अपेक्षा आर्थिक स्थिति मजबूत हेबो एवं जहाँकि किछि किणिबार स्वप्न साकार हेबो। आपण व्यवसाय मध्य भल चलिबो। एही समय मध्य तुमर मन धार्मिक कार्य नियोजित हेबो। घरे एक शुभ समारोह आयोजित हेबो। आपण माने सोना और रूपा अलंकार किनि परिबे अटकी रही टंका पुनरुद्धार पाइपर व्यवसाय बहुत अग्रगति करेंगे। आयर नूतन पंथा खोल परिवार मध्य हस खुशी वातावरण लगी रहिबो। भाई भाई मध्य संपर्क मजबूत रहिबो। पूर्व अपेक्षा आपणकर आर्थिक स्थिति धीरे धीरे सदृढ़ हेबो एवं पति पत्नी मध्य होइथिबा मनोमालिन्य दूर हेबा सहित पति पत्नी को कौन सुना रूपा अलंकार किणिदेवे एवं प्रेम विवाह रे उपजिथिबा प्रतिबंधक दूर हेबो। प्रेम विवाह सफल हेबो। एथि सहित एही राशि सरकारी चाकरिया माने जे माने चाकरी अनुसंधान रे अछंती सेमानकु स्वयं माँ लक्ष्मीकर आशीर्वाद अचानक चाकरी मध्य मिलिबो। एथि सहित एही राशि व्यक्ति विशेष माने अविवाहित व्यक्तिंकर विवाह प्रस्ताव आसीबो एवं क्रीड़ा प्रतियोगिता किंबा अन्य प्रतियोगिता भाग नहीं विशेष अधिकारी माने सेथिरे मध्य सफलता हासिल करेंगे। तेबे दर्शक बंधु आपणकर जदि यही राशि होता है स्वयं माँ धनर देवी लक्ष्मीकर भक्त होती कमेंट बॉक्स में सहृदय जय माँ लक्ष्मी लिखा को बिल्कुल भी भूलें। स्वयं माँ लक्ष्मीकर आशीर्वाद आपणकर आसुवा आगक विपद गुड़िक दूर होगा सहित समस्त बाधा विघ्न दुख कष्ट समस्यार अंत घटवाई जाऊँगी एवं स्वयं माँ लक्ष्मीकर कृपा वर्षापी जाऊँगी। तेबे दर्शक बंधु परवर्ती से ही महाभाग्यशाली राशिटी होउची मीन राशि। एही मीन राशि रे जन्मित व्यक्ति विशेष माने कुंडली ग्रह नक्षत्र शुभ चलन सहित आजिर दिन में स्वयं माँ लक्ष्मीकर यही शुभ संजोग गठन हेतु एही राशि व्यक्ति विशेष माने आपणकर प्रेम आपण घरे प्रवेश करिवो। आपण जीवन साथी सहित समय अतिबाहित करेंगे। आपणकर भूल बुझामणा दूर हेबो। स्वयं माँ लक्ष्मीकर आशीर्वाद प्रेम विवाह सफल हेबो। एही समय मध्य छात्र छात्री माने कठिन परिश्रमर फल प्राप्ति हेबो एवं वाणिज्य व्यवसाय रे अग्रगति करेंगे। आयर नूतन उत्स सृष्टि हेबो। परिवार मध्य हस खुशी आनंदर वातावरण लगी रहिबो। स्वयं माँ लक्ष्मीकर आशीर्वाद आपण गृह रे एक नूतन संपत्ति किनि परिबार स्वप्न साकार हेबो एवं जमी और गाड़ी किणवार स्वप्न साकार हेबो। गृह रे एक शुभ मांगलिक कार्य हेबो। विदेश यात्रार शुभ जोग बनुअछि।
ଚାକିରିରେ ପରିବର୍ତ୍ତନ ହେବା ସହିତ ଚାକିରିରେ ଦରମା ମଧ୍ୟ ବୃଦ୍ଧି ହେବ ଏବଂ ଆପଣଙ୍କର ଉପରିସ୍ଥ ଅଧିକାରୀମାନେ ଆପଣଙ୍କୁ ସାହାଯ୍ୟ ଓ ସମର୍ଥନ କରିବେ ଏବଂ ଆପଣ ଯଦି ନିଜର ମନପସନ୍ଦର ସ୍ଥାନକୁ ଟ୍ରାନ୍ସଫର ମଧ୍ୟ ହେବ ଏବଂ ଆପଣ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ଦୁଃଖ ଦୂର ହେବା ସହିତ ଆତ୍ମବିଶ୍ୱାସ ବୃଦ୍ଧି ହେବ। ଶତ୍ରୁ ଉପରେ ବିଜୟ ଲାଭ କରିବେ। ପୁରୁଣା କୋର୍ଟ କଚେରୀ ମାମଲା ରାୟ ଆପଣଙ୍କ ସପକ୍ଷରେ ଯିବେ। ଭାଗ୍ୟ ସୁନା ଭଳି ଚମକିବା ସହିତ ସକାରାତ୍ମକ ଉନ୍ନତି ହେବ। କ୍ୟାରିୟରରେ ବୃତ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ନୂତନ ସମୟ ଆରମ୍ଭ ହେବ। ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ ରହିବ। ଟଙ୍କା ସଞ୍ଚୟ କରିବାରେ ସକ୍ଷମ ହେବେ। ଟଙ୍କା ମଧ୍ୟ ରିଟର୍ଣ୍ଣ ଫେରି ପାଇବେ। ଲାଭବାନ ହେବା ସହିତ ସ୍ୱୟଂ ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ନୂତନ ଜାଗାରେ ନୂତନ ସୁଯୋଗ ମିଳିବ। ଏଥିସହିତ ଏହି ରାଶିର ବ୍ୟକ୍ତିବିଶେଷମାନେ ଯେଉଁମାନେ ବିଦେଶରେ ପାର୍ଟନରସିପ୍ରେ ଚାଲୁଥିବା ବ୍ୟବସାୟୀରୁ ମୋଟା ଅଙ୍କର ଲାଭ ମିଳିବ ଏବଂ ଏହି ରାଶିରେ ଜନ୍ମିତ ବ୍ୟକ୍ତିବିଶେଷମାନେ ଅବିବାହିତ ବ୍ୟକ୍ତିଙ୍କର ଭଲ ବିବାହ ପ୍ରସ୍ତାବ ଆସିବ। କଳା ସାହିତ୍ୟ ରିସର୍ଚ୍ଚ ସାମ୍ବାଦିକ ଡାକ୍ତରୀ ତଥା ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କ ପାଇଁ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଆପଣଙ୍କର ଶୁଭ ସମୟ ଆରମ୍ଭ ହେଉଛି। ତେବେ ଦର୍ଶକ ବନ୍ଧୁ ଇଏ ଥିଲେ ସେହି ସବୁ ମହାଭାଗ୍ୟଶାଳୀ ରାଶିବିଶେଷମାନେ ଯାହାପରେ କି ଧନର ଦେବୀ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଶୁକ୍ର କୁମ୍ଭ ରାଶିରେ ଚଳନ ମକର ରାଶିରୁ ବାହାରି କୁମ୍ଭ ରାଶିରେ ଚଳନ ହେତୁ ଆଜିର ଦିନଠାରୁ ଗ୍ରହରେ ଲକ୍ଷ୍ମୀ ନାରାୟଣ ରାଜଯୋଗ ଗଠନ ହେବା ସହିତ ଏହି ସବୁ ରାଶିଧାରୀ ବ୍ୟକ୍ତିବିଶେଷମାନେ ହେବା ପାଇଁ ଯାଉଛନ୍ତି ମହାଭାଗ୍ୟଶାଳୀ ସହିତ ଟଙ୍କା ଗାଦିରେ ବସିବେ ଏହିସବୁ ରାଶିଧାରୀ ବ୍ୟକ୍ତିବିଶେଷମାନେ ଏବଂ ଏମାନଙ୍କ ଉପରେ ହାତୀ ସୁନା କଳସ ଢଳିବା ସହିତ ଏମାନଙ୍କ ଭାଗ୍ୟ ଅଚାନକ ବଦଳିବ ଏବଂ ସ୍ୱୟଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦରୁ ଧନର ଦେବୀ ଲକ୍ଷ୍ମୀଙ୍କର କୃପା ବର୍ଷିବା ହେତୁ ଆପଣଙ୍କ ଜୀବନରେ ଲାଗି ରହିଥିବା ସମସ୍ତ ସମସ୍ୟାର ଅନ୍ତ ଘଟିବା ସହିତ ସମସ୍ତ ବାଧା ବିଘ୍ନ ଦୁଃଖ ଦୁର୍ଦ୍ଦଶା ଦୂର ହେବ। ନୂତନ ସମୟ ଆରମ୍ଭ ହେବ। ସ୍ୱୟଂ ମା ଲକ୍ଷ୍ମୀଙ୍କର କୃପା ରହିବ। ପରିବାର ମଧ୍ୟରେ ସମସ୍ତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ହସ ଖୁସି ଆନନ୍ଦର ଲହରୀ ଲାଗି ରହିବ। ତେବେ ଦର୍ଶକ ବନ୍ଧୁ ଆପଣଙ୍କର ଏଥିମଧ୍ୟରୁ ଯେକୌଣସି ରାଶିଟି ବି ହେଇଥାଉ ସ୍ୱୟଂ ମା ଲକ୍ଷ୍ମୀଙ୍କର ଭକ୍ତ ହୋଇଥାନ୍ତି କମେଣ୍ଟ ବକ୍ସରେ ସହୃଦୟରେ ଧନର ଦେବୀ ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କର ଗୃହରେ ଧନର ଆଗମନ ହେବ। ତେବେ ଦର୍ଶକ ବନ୍ଧୁ ଆପଣଙ୍କର ଏହି ରାଶିଟି ମଧ୍ୟରୁ ଯେକୌଣସି ରାଶିଠୁ କମେଣ୍ଟ ବକ୍ସରେ ସହୃଦୟରେ ଜୟ ମା ଲକ୍ଷ୍ମୀ ଲେଖିବାକୁ ବିଲକୁଲ ବି ଭୁଲିବେନି। ତେବେ ଦର୍ଶକ ବନ୍ଧୁ ଆଜିର ଭିଡ଼ିଓଟି ଏଇଠି ରଖୁଛି। ରହୁଛି ନମସ୍କାର। ଜୟ ମା ଲକ୍ଷ୍ମୀ।